ଆପଣଙ୍କ ସାହିରେ ଡେଙ୍ଗୁ ମଶା ଘୋଡ଼ାଇବା ପାଇଁ ଧୂଆଁ ଯିବା ସମୟରେ ଘର ଭିତରେ ରୁହନ୍ତୁ, କବାଟ ଝରକା ବନ୍ଦ ରଖନ୍ତୁ। ଧୂଆଁ ଯିବାର 30 ମିନିଟ୍ ପରେ ବାହାରକୁ ବାହାରନ୍ତୁ। ଦେଖନ୍ତୁ, ନିଶ୍ଚିତ ଭାବେ ଏହା ଏକ ଉପାନ୍ତ ଅଞ୍ଚଳ। ଏଠାରେ ପରିମଳ ବ୍ୟବସ୍ଥା ଉପରେ ବାରମ୍ବାର ଆମେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ମଧ୍ୟ ଜଣାଇଛୁ, କିନ୍ତୁ ସେମାନେ ତାଙ୍କର କ'ଣ ଆର୍ଥିକ ଅନୁଦାନ ନଥିବାରୁ ସେମାନେ MGNRGSରେ ଆପଣମାନେ ଲେବର ଲଗେଇକି ସଫା କରନ୍ତୁ ବୋଲି ଆମକୁ କାଲି ସେ କହିଛନ୍ତି। ତାପରେ ବିଗତ ଦିନରେ ଆମେ ଯେଉଁ କରୋନା ରୋଗରେ ଯାହା ହେଇଥିଲା, ଗୋଟିଏ ଘରେ 3 ଜଣ ମୃତ୍ୟୁବରଣ କରିଥିଲେ ଗୋଟିଏ ଦିନରେ। ଆଉ ସେଥିରେ ବାପା ଜାଣିନାହିଁ, ମା ମରିଗଲେ, ମା ଜାଣିନାହିଁ, ପୁଅ ମରିଗଲେ। CDM ବି ଦେଖୁଛନ୍ତି ଆଜିର ଏଇଠିର ଯେଉଁ ରୋଗୀଙ୍କର ଅବସ୍ଥା କ'ଣ, ରୋଗୀ କିପରି ଭଲ ଉତ୍ତମ ଚିକିତ୍ସା ଦେଇହେବ। ତାପରେ ଆମର ଯେଉଁ ସମସ୍ୟା ହେଉଛି ଏଠି, ଯେଉଁ ମାନେ ରୋଗୀମାନେ ଆସିଲେ ସେମାନେ କେମିତି ଔଷଧ ପାଇବେ, ଡକ୍ଟରମାନଙ୍କର କେମିତି ଉପସ୍ଥିତି ଏଇଠି ରହିବ। ବିଶେଷଜ୍ଞ ଡକ୍ଟରଙ୍କୁ ଆମେ କହିଛୁ, ସାର୍ କହୁଛନ୍ତି, CDM କହୁଛନ୍ତି ଯେ ଆମେ ରାଜ୍ୟ ସରକାରଙ୍କୁ ଏହା ଉପରେ ଲିଖିତ ଜଣାଇଛୁ। ତେଣୁ ଆମେ ବର୍ତ୍ତମାନ ବାକି ରହିଲା ଆମେ ସମସ୍ତେ ଗ୍ରାମବାସୀ ସବୁ ମିଶିକି କିପରି ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ସଫାସୁତୁରା କଲେ ଏହାର ମୂଳୋତ୍ପାଟନ ହେବ ବୋଲି ଯାହା CDM କହୁଛନ୍ତି।